ମୁଁ ତାଙ୍କର କୋଉଠି କ୍ଷତି କଲି, କୋଉଠି ଡାକିଲିନି, କ'ଣ ଅସହଯୋଗ କଲି, ତାଙ୍କ ବିରୁଦ୍ଧରେ କୋଉଠି ମତାମତ ଦେଇଛି କି କ'ଣ କାମ କରିଛି। ଯେତେବେଳେ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ଲୋକଙ୍କୁ ପଚରାଯାଏ ଶେଷ ଇଚ୍ଛା କ'ଣ, ଯଦି ମୋ ବିରୁଦ୍ଧରେ ମେଳି କରିକି ଯାହା କିଛି କରୁଛ ତା ପୂର୍ବରୁ ମତେ ଟିକେ ଜଣେଇବନି ମୋ ବିରୁଦ୍ଧରେ ତମ ମନରେ କଷ୍ଟ କ'ଣ ଦେଲି। ମୁଁ ସିଟ୍ ସେୟାରିଂ ନେଇକି ଗୋଟେ ମଧ୍ୟ ଚର୍ଚ୍ଚା ଆଲୋଚନା ପର୍ଯ୍ୟାଲୋଚନା ହେଉଛି। ଦେଖନ୍ତୁ, ଆଲୋଚନା ସବୁବେଳେ ଆଲୋଚନା ରହିବାକୁ ଦିଅନ୍ତୁ। ତେଣୁ ଆମେ ତ ଆମ ଦଳରୁ କିଏ କହିଛନ୍ତି ଏମିତି ହବାର କିଛି ଅଛି ବୋଲି ନାଇଁ, ତାଙ୍କ ଦଳରୁ କିଏ କହିଛନ୍ତି ନାଇଁ। ଇଏ ଗୋଟେ ଚର୍ଚ୍ଚା ଚାଲିଛି, ଚର୍ଚ୍ଚାର କିଛି ଅନ୍ତ ନଥାଏ। ତେଣୁ ଯେତେବେଳେ ତାଙ୍କ ସଭାପତି ରୋକଠୋକ ମନା କଲେ, ଆମର ମଧ୍ୟ ମୁଖପାତ୍ର ମନା କଲେ, ତେଣୁ ଆମେ ସେ ବିଷୟରେ କହିବୁ କାହିଁକି। ଆଉ ଯଦି କିଛି ଭବିଷ୍ୟତରେ ହେବାକୁ ଯିବ ତାହେଲେ ଶୀର୍ଷ ନେତୃତ୍ୱ ତାଙ୍କର କଥାବାର୍ତ୍ତାରେ କ'ଣ ଡିସିସନ ନେବେ, ଆମେ କେବଳ ଆପଣମାନେ ଭଳି ଆମେ ମଧ୍ୟ ତଳସ୍ତରରେ ଜାଣିବୁ। ବାକି କ'ଣ ହେବା କଥା ଆପାତତଃ ମୁଁ ତ କାହିଁ ଭାବୁନି ସେମିତି କିଛି ଅଛି ବୋଲି। ଆଜି ଗୋଟେ ନିର୍ଦ୍ଦିଷ୍ଟ ଖବରକାଗଜ ବାହାରିଛି, ମୁଁ ବି ପଢୁଥିଲି, କିନ୍ତୁ ମୁଁ ଜାଣେ ନା କେତେ ଦୂର ସତ ମିଛ, କିନ୍ତୁ ଯଥା ସମୟରେ ସେଟା ପରିପ୍ରକାଶ ହେବ, ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ। ନାଇଁ 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 ନାଇଁ, ମୋଦି ନିହାତି ମୁଁ ଆପଣଙ୍କୁ କହିବି, ମୋଦି ଜଣେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ, ମନା ନାହିଁ, କିନ୍ତୁ ତାର ରାଜନୈତିକ ପ୍ରଭାବ ଓଡ଼ିଶାରେ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଅଛନ୍ତି ଏଠି ଆଉ କାହାର ପ୍ରଭାବ ପଡ଼ିବାର ପ୍ରଶ୍ନ ଉଠୁନି। ଅତୀତରେ ମଧ୍ୟ ମୋଦି ବାର ବାର ଓଡ଼ିଶା ଆସିଛନ୍ତି, ଅମିତ ଶାହ ମଧ୍ୟ ଆସିଛନ୍ତି, ରାଜନାଥ ସିଂ ମଧ୍ୟ ଆସିଛନ୍ତି, କେବେ ତାର ପ୍ରଭାବ ପଡ଼ିଛି ଦେଖିଛନ୍ତି ଆପଣ। ତେଣୁ ଏଥିରେ ପ୍ରଭାବ କିଛି ପଡ଼ିବାର ନାହିଁ। ଆଉ ବିଶେଷ କରି ସେ ଆସୁଛନ୍ତି ଚଣ୍ଡିଖୋଲ, ଯୋଉଟା ଉପକୂଳବର୍ତ୍ତୀ ଏରିଆ, ଏଠି ତ ବିଲକୁଲ ପଡ଼ିବାର ନାହିଁ। ତେଣୁ ମୋଦି ଆସନ୍ତୁ, ଭଲ କଥା, ସେ କିଛି ପ୍ରୋଜେକ୍ଟ ଡିକ୍ଲେୟାର କରିବେ ଆମେ ଶୁଣୁଛା, କିନ୍ତୁ ଯୋଉ ଆପଣଙ୍କ ରାଜନୈତିକ ପ୍ରଭାବ କିଛି ନାହିଁ। ମୋଦିଙ୍କ ମିଟିଂରେ ଜନସମାଗମ କରିବା ପାଇଁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି, ଲୋକଙ୍କୁ ବୁହାଉଛି, ଏବଂ ସବୁ ମିଟିଂ ବେଳେ ଏ ମିଟିଂ ମଧ୍ୟ ଲୋକ ଅଧିକା ଦେଖେଇବ, କିନ୍ତୁ ତା ମାନେ ନୁହଁ ଇଲେକ୍ସନରେ ତାର ପ୍ରଭାବ ପଡ଼ିବ ଏବଂ ଲୋକ ସେଠି ଭୋଟ ଦେବେ, ବିଲକୁଲ ନାହିଁ। ଆପଣ ଦଳରୁ ଗୋଟିଏ ପରେ ଗୋଟିଏ ନେତା ଯାଉଛନ୍ତି, ଆଜି ପ୍ରେମା ନାୟକ ଯାଉଛନ୍ତି, ରାଜୁ ଦାସ ଯାଉଛନ୍ତି, ପୂର୍ବରୁ ପ୍ରଶାନ୍ତ ଦେବ ଯିଏ ବହିଷ୍କୃତ ହୋଇଥିଲେ ସେମାନେ ମିଶିଲେଣି, ତ ୟାର ପ୍ରଭାବ କେମିତି ଦଳ ଉପରେ ପଡ଼ିବ ନିର୍ବାଚନରେ? ଦଳ ପାଖରେ ଦେଖୁ ମାତ୍ର 147ଟି ନିର୍ବାଚନ ମଣ୍ଡଳୀ, ଆମେ 147 ଜଣଙ୍କୁ ଦଳ ଟିକେଟ ଦେବ। ତେଣୁ ଏତେ ସବୁବେଳେ କହି ରଖିଛି ବିଜୁ ଜନତା ଦଳ ଗୋଟେ ବହୁତ ବଡ଼ ପରିବାର। ତେଣୁ ବଡ଼ ପରିବାରରେ ନିଶ୍ଚିତ ଭାବରେ କ୍ଷମତା ପାଇଁ କନ୍ଦଳ ହୁଏ, ତା ମାନେ ନୁହେଁ ଯେ ପରିବାର ଦୁର୍ବଳ ହେଇଯିବ। ତେଣୁ ସେଇ ପରିପ୍ରେକ୍ଷୀରେ ଯେଉଁମାନେ ପାଉନାହାନ୍ତି, ଅସନ୍ତୁଷ୍ଟ ହେଉଛନ୍ତି, ନିଜର ରାଜନୈତିକ ଜୀବନକୁ ଆଗକୁ ବଢ଼ାଇବା ପାଇଁ ସେମାନେ ଅନ୍ୟ ଦଳର ସାହାରା ନେଉଛନ୍ତି, ସବୁ ଡେଇଁ ପଡ଼ୁଛନ୍ତି। ପ୍ରତ୍ୟେକ ଯେମିତି ବଢ଼ିଲା ପାଣି ଯେତେବେଳେ ପ୍ରଥମ ବନ୍ୟା ପାଣି ନଈରେ ଆସେ ମାଛ ଖପ୍ ଖପ୍ ଡିଅନ୍ତି, ନିର୍ବାଚନ ଆସିଗଲେ ଦଳ ଦିଆ ହୁଏ, ସବୁ ଦଳରେ ଡିଆ ହେଉଛି, ଖାଲି ଆମର ପଳାଉଛନ୍ତି ବିଜେପି ବୋଲି କଥା ନାହିଁ, ବିଜେପିରେ ମଧ୍ୟ ଆମର ଆସି ମିଶୁଛନ୍ତି। ତେଣୁ ସେଥିରେ କିଛି ପ୍ରଭାବ ପଡ଼ିବାର ନାହିଁ। ଏ ଜିନିଷ ଯାହା ହେଉଛି ଆଜି ଦଳ ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତ, ଦଳ ଜାଣିଛି କିଏ କିଏ ଯିବେ। ତେଣୁ ଏଇଟା ଖାଲି ଏବେ ହେଇନି। ପ୍ରେମାନନ୍ଦ ନାୟକ କଥା କହିଲେ, ସେ ତ ପ୍ରେମାନନ୍ଦ ତାକୁ ତ ମନ୍ତ୍ରୀ ବି କରାହେଇଥିଲା, କିନ୍ତୁ ଦଳ ଯଥେଷ୍ଟ ଆଗକୁ ଦେଖିଲା ଯେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସିଏ ଆକ୍ଟିଭଲି ଭାଗ ନେଉନାହାନ୍ତି। ତେଣୁ ଦଳ ମନସ୍ଥ କରିସାରିଥିଲା ଆଙ୍କୁ ଭବିଷ୍ୟତ ରିପିଟ୍ କରିବିନି, କାରଣ ଲୋକଙ୍କ ସେବା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାକୁ ତଳସ୍ତରରେ ପହଞ୍ଚାଇବାଟା ହେଉଛି ବିଧାୟକର କର୍ତ୍ତବ୍ୟ। କିନ୍ତୁ ସେତେବେଳେ ସେ କର୍ତ୍ତବ୍ୟ ହେଳା କଲେ ଦଳ ତାଙ୍କୁ ଟାକି ଥରେ ଦୁଇଥର ତିନିଥର ତାଗିଦ କଲା, ତାପରେ ମଧ୍ୟ ସହଯୋଗ ଯେତେବେଳେ ନ କଲେ ଦଳ ମନସ୍ଥ କଲା ନାଇଁ ଆଙ୍କୁ ରିପିଟ୍ କରିବାନି, ଆମେ ଅନ୍ୟକୁ ଆଉ ଜଣକୁ ଦେଖିବା ଯିଏକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବ। ଏହା ହେଲା କଥା, କିଛି ଅସ୍ୱାଭାବିକତା ନାହିଁ। ଇଲେକ୍ସନ ଆସୁଛି, ସମସ୍ତେ ଯିବେ, ଏମିତି ଡିଆଁ ଡିଆଁ ହେବେ। ଆଜି ଆପଣଙ୍କ ବିରୁଦ୍ଧରେ ପାରାଦୀପରେ ଗୋଟେ ବଡ଼ ମେଳି ମଧ୍ୟ କରୁଛନ୍ତି, କ'ଣ ପାଇଁ ମେଳି, କାହିଁକି? ଆପଣ ବି ତ ଆଲୋଚନା ପାଇଁ ଡାକିଥିଲେ ସେମାନଙ୍କୁ। ନା କିଛି ଶୁଣନ୍ତୁ, ଏଇଟା ହବ, ମୁଁ କହିଲି ନିର୍ବାଚନ ଯେତେବେଳେ ଆସେ ଏମିତି ହୁଏ। ଏଠି ଦେଖିଲେ କାଲି ଭୁବନେଶ୍ୱରରେ କିଛି ହେଇଛି। ତେଣୁ ଏଗୁଡ଼ା ସବୁ ଦଳ କହିଲେ ପରିବାର ବଡ଼ ଥିଲେ କ୍ଷମତା ପାଇଁ ଏମିତି ହୁଏ, ତା ମାନେ ନୁହେଁ ସେମାନେ ମେଳି କରିକି ଗୋଟେ ଡିମାଣ୍ଡ କରୁଛନ୍ତି ଏବଂ ସେ ଡିମାଣ୍ଡଟା ଯଦି ନ ରହିବ ସେ ଦଳ ଛାଡ଼ି କିଏ ଗୋଟେ ପଳେଇବେ, ହେଇପାରିବ? ହବନି। ତେଣୁ ଆମର ବିଜୁ ଜନତା ଦଳରେ ସେତିକି ସ୍ୱାଧୀନତା ଅଛି ଯୋଉଟା ବିଜେପିରେ ନାହିଁ, ଯେ ନିଜର ମନ କଥା ପରିପ୍ରକାଶ କରିପାରିବେ। ଏଇଟା ବିଜୁ ଜନତା ଦଳର ମହତ ପଡ଼ିଆ। ବିଜେପିରେ ଆପଣ ଏମିତି ଖୋଲାଖୋଲି କୋଉ ନେତୃବୃନ୍ଦ ନେତାଙ୍କ ଏଗେନ୍ଷ୍ଟ ଆପଣ କରିପାରିବେ? ମୁଁ ଖୋଲା ଚ୍ୟାଲେଞ୍ଜ ଦେଇ ପଚାରୁଛି, ଏଇଟା ସମ୍ଭବ କେବଳ ବିଜୁ ଜନତା ଦଳରେ ଯେ ଆପଣ ଖୋଲାଖୋଲି ନିଜର ମତ ପ୍ରକାଶ କରିପାରିବେ। ଦଳ ଆପଣଙ୍କୁ ଡାକି ବୁଝେଇବ, କହିବ, ଇଏ ସବୁ ଭାଇଚାରା ଭଲ ପଡ଼ିଆ, ଏସବୁ ଏ ବିଜୁ ଜନତା ଦଳର ଅଛି, ଅନ୍ୟ କୋଉ ଦଳରେ ନାହିଁ। ତେଣୁ ଯେହେତୁ ନିର୍ବାଚନ ଆସେ କାହା ମନରେ କ'ଣ ଉଣା ଥିବ, ମୁଁ ତ ସମସ୍ତଙ୍କୁ ଡାକି ସମସ୍ତଙ୍କୁ କହିଛି,
ତାପରେ ମଧ୍ୟ ଯଦି ମିଳି ଯାଇଛନ୍ତି ଭଲ କଥା, ମିଳି କ'ଣ କହୁଛନ୍ତି କୁହନ୍ତୁ, ଆମେ ଦେଖିବା ଆଜି ହେଉଛି। ତ ସେଥିରେ କିଛି ଯାଏ ଆସେ ନାହିଁ, ସେଥିପାଇଁ ମୁଁ ମଧ୍ୟ ଚିନ୍ତାଗ୍ରସ୍ତ ନାହିଁ। ଆପଣଙ୍କ ଉପରେ କିଛି ଫରକ ପଡ଼ିବ? କିଛି ପଡ଼ିବାର ନାହିଁ, କିଛି ପଡ଼ିବାର ନାହିଁ। ତେଣୁ ବରଂ ମୁଁ ଆଉ ଥରେ କହୁଛି, ଏବେ ବି ସମୟ ଅଛି, ସେ ମନ କଥା କ'ଣ କୁହନ୍ତୁ। ମୁଁ ତାଙ୍କର କେଉଁଠି କ୍ଷତି କଲି, କେଉଁଠି ଡାକିଲିନି, କ'ଣ ଅସହଯୋଗ କଲି, ତାଙ୍କ ବିରୁଦ୍ଧରେ କେଉଁଠି ମତାମତ ଦେଇଛି କି କ'ଣ କାମ କରିଛି। ଯେତେବେଳେ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ଲୋକଙ୍କୁ ପଚରାଯାଏ ଶେଷ ଇଚ୍ଛା କ'ଣ, ଯଦି ମୋ ବିରୁଦ୍ଧରେ ମେଳି କରିକି ଯାହା କିଛି କରୁଛ, ତା ପୂର୍ବରୁ ମୋତେ ଟିକେ ଜଣେଇବନି ମୋ ବିରୁଦ୍ଧରେ ତମ ମନରେ କଷ୍ଟ କ'ଣ ଦେଲି। ମୁଁ କ'ଣ ସେତିକି ଜାଣିବାର ଅଧିକାର ନାହିଁ ଯେ କି କଷ୍ଟ ଦେଇଛି। ତ ସେଥିରେ କିଛି ନାହିଁ, ପ୍ରଭାବ କ'ଣ ପଡ଼ିବ, କିଛି ପଡ଼ିବାର ନାହିଁ।